ପ୍ରତାପ ଦାସ, କାର୍ଯ୍ୟକାରୀ ଅଧ୍ୟକ୍ଷ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ। ଆଜି ଆମର ରାଜ୍ୟର 3ଟି କର୍ମଚାରୀ ସଂଗଠନ ପକ୍ଷରୁ ଆଜି ଓଡ଼ିଶାର କର୍ମଚାରୀ ଆନ୍ଦୋଳନ ଏକ ଇତିହାସ ଆମେ ପ୍ରକାଶ କରୁଛୁ। ଇତିହାସର ଲେଖକ ହେଉଛନ୍ତି ସାଥୀ ଦୁର୍ଗାଚରଣ ନାୟକ, ଯାହାଙ୍କର ବୟସ ହେଉଛି 86 ବର୍ଷ ଏବଂ ତାକୁ ଉନ୍ମୋଚନ କରିଛନ୍ତି ଆମର ବିଶିଷ୍ଟ କର୍ମଚାରୀ ନେତା, ଓଡ଼ିଶା ତୃତୀୟ କର୍ମଚାରୀ ଆନ୍ଦୋଳନ ଜୀବନବୀମା କର୍ମଚାରୀଙ୍କର ମହାନ ନେତା ଏବଂ ଆମର ଓଡ଼ିଶାର କର୍ମଚାରୀ ଶ୍ରମିକ କର୍ମଚାରୀମାନଙ୍କ ନେତା ଗଜେନ୍ଦ୍ରନାଥ ମହାନ୍ତି ସେ ତାକୁ ଉନ୍ମୋଚନ କରିଛନ୍ତି ଏବଂ ମୁଖ୍ୟ ଅତିଥି ହିସାବରେ ଆମର ସତ୍ୟରାୟ ଅଛନ୍ତି ଏବଂ ମୁଖ୍ୟ ବକ୍ତା ହିସାବରେ ଅଭୟ କୁମାର ଦାସ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଗୋକୁଳାନନ୍ଦ ବେହେରା, ସଭାପତିତ୍ୱ କରୁଛନ୍ତି ଉଦୟନାଥ ମହାପାତ୍ର, ଦ୍ୱାରିକାନାଥ ମହାନ୍ତି, ଶ୍ରୀମତୀ ସାହୁ, ଲିଙ୍ଗରାଜ ମହାନ୍ତି, ପ୍ରଫୁଲ୍ଲ କୁମାର ମହାପାତ୍ର, ପ୍ରତାପ ଚନ୍ଦ୍ର ଦାସ ଏମାନେ ସବୁ ଅଛନ୍ତି। ଆମେ ଆଶା କରିବୁ ଯେ ଓଡ଼ିଶାର କର୍ମଚାରୀ ଯେଉଁମାନେ ଚାକିରିରେ ଅଛନ୍ତି, ଯେଉଁମାନେ ଅବସର ନେଇଛନ୍ତି, କୋଉ କୋଉ ପର୍ଯ୍ୟାୟ ଦେଇ ଓଡ଼ିଶାରେ କର୍ମଚାରୀ ଆନ୍ଦୋଳନ ଆଜି 60 ବର୍ଷ 70 ବର୍ଷ ପରେ ପହଞ୍ଚିଛି। ଆଜି କର୍ମଚାରୀ ମାନଙ୍କର ଅବସ୍ଥା କ'ଣ, ରାଜ୍ୟ ସରକାରଙ୍କର ଏବଂ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ କ'ଣ, ଏ ସମ୍ପର୍କରେ ବିସ୍ତୃତ କାର୍ଯ୍ୟରେ ଆଲୋଚନା କରାଯାଇଛି। ଆମେ ଆଶା କରୁ ଇଏ ଏକ ଅତି ଉପାଦେୟ ପୁସ୍ତିକା ହିସାବରେ ଘରେ ରଖିବା ପାଇଁ ହେବ ଏବଂ ଆଜି ମଧ୍ୟ ଆମେ ନିଷ୍ପତ୍ତି କରୁଛୁ ଏ ବହିଟି 300 ଟଙ୍କା ମୂଲ୍ୟ ହେଇଥିଲେ ମଧ୍ୟ 150 ଟଙ୍କାରେ ଆମେ ତାକୁ ଆଜି ଦିନରେ ଏଇ ଉତ୍ସବ ଦିନରେ ଆମେ ଦେବା ପାଇଁ ଆମର ସଂଗଠନ ମାନେ ନିଷ୍ପତ୍ତି କରିଛନ୍ତି ଏବଂ ସେ ବହିରେ ଆମ କର୍ମଚାରୀ ଆନ୍ଦୋଳନର ଯୋଉ ଇତିହାସ ତାକୁ ଆମେ ପଢିଲେ ବର୍ତ୍ତମାନକୁ ବୁଝିବା, ଭବିଷ୍ୟତକୁ ଦେଖିବା, এইভাবে এক প্রয়াস আমার দুর্গাচরণ নায়ক ইয়ে করছেন। সেই বইটি আজ উদ্ঘাটন হয়েছি এবং এই বই পড়ি আসন্তা ফেব্রুয়ারি 12 তারিখ দিন যে দেশব্যাপী সারা দেশব্যাপী যে ধর্মঘট হচ্ছে পেট পাটনার কর্মচারী মানকর পেনশন মানকর বেকার যুবক মানকর কৃষক মানকর স্বার্থে সে আন্দোলন কু আହୁରି জোরদার করবে অনুপ্রাণিত হবে বই পড়িকি এটি কথা কই এবং সমস্ত আমার সারা রাজ্যରୁ যে আসছেন সুদূর কোরাপুট আরম্ভ করে ব্রহ্মপুর, যাজপুর, ময়ূরভঞ্জ, বালেশ্বর ঠাରୁ এবং কଟকର বিভিন্ন ଅଞ୍ଚଳରୁ ଆସିଥିବା କର୍ମଚାରୀ ଭାଇ ଭଉଣୀମାନଙ୍କୁ ଏହି ସଂଗଠନ ପକ୍ଷରୁ ଏହି କମିଟି ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ କୃତଜ୍ଞତା ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି।